हेलो एवरीवन गुड आफ्टरनून समस्त केमती अच्छा भल अच्छा ना आशा कर समस्ते बहुत भल बिंदास रुहतु ये देखिपे माछ आउ ये माछटा हूँ गोड़ी पोखरी माछ जोटा कि मो पु गुड्डू आनी गुड्डू पठे से सका पठे अलरेडी आम माछ पलि आसला सका नहीं सका कल करता माछ जो पलि आसले तो ये माछटा आसला दुईटा हो जाता ताकू काटिया देदेलु मार्केट आ लुण हल्दी गोल भाजिकी रखिदे राति राति पुणी भी माछ थिला आमर होगला ए माछटा शुक्रवार को रखाई ए वीडियोटा हूँ बुधवार गुरुवार और शुक्रवार 3 दिन वीडियो आ 3 दिन ब्लॉग ये नहीं आसी देखिए पारे मछटा एक्चुअली मार्केट कटाई ये से पोखरी माछ आपको लुण हल्दी गोला कि पूरा भजा हो भजाटा मुझे एक्चुअली देखनी आप सहित सेयार करनी जोटा भजाटा देखी दिन जो आमर मछटा आसला यहाँ हूँ पोखरी माछ आ जो भजाटा देखिए से एक्चुअली से हूँ आमर दिन जो माछ आसला से माछर भजाटा ये माछटा यहाँ हूँ दिन माछ आमर ये माछ भजा चलती बुधवार माछ डे आज बुधवार आमर माछ डे आज माछ डे आमर माछ पितटा तो कंपलसरी आमर चलो बबी गरम रे नाइट पिंधि बुलती कि गरम होतिलो माँ
ଦେଶୀ ମାଛ ଭଜା ହେଇକି ରଖା ହେଇଥିଲା, ଗୁଡୁ ଆଣିଥିଲା ଆମର। ଆଉ ଏଇଟା ମାଛ ବେସର ହବ ଆଜି, କଞ୍ଚା ଲଙ୍କା ସୋରିଷ ବଟା ହେଇକି, ଏଟା ଆଉ ଫୁଟା ବ୍ଲାକ୍ ଜିରା ଫୁଟା ହବ, ବ୍ଲାକ୍ ଜିରାକୁ କଞ୍ଚା ଲଙ୍କା ଏଟା ଖାଲି ଫୁଟା ହବ, ରସୁଣ ପକେଇବୁନି? ଏବେ ରସୁଣ ପଡେନି, ତାହେଲେ ଏଟା ବିନା ପିଆଜ ରସୁଣ ଅରୁଆରେ ହବ। ସୁଖା ସୁଖା ଭାତ ହେଇଗଲାଣି, ଆଉ ଖାଲି ମାଛଟା ବନେଇବ। ଝିଅର ଚିକେନ ଅଳ୍ପ ଆସିବ, ତାର ଖାଲି ଚିକେନ, ସେ ମାଛ ଖାଇବନି। ଶାଗ ଟିକେ ହବ। ଆଉ ମାଛଟା ତ କେମିତି ବନେଇଲା ଦେଖିଲେ, ସେଥିରେ ଆକ୍ଚୁଆଲି ଜମା ରସୁଣ ପଡ଼ିବନି, ଖାଲି ସୋରିଷ କଞ୍ଚା ଲଙ୍କା ଆଉ ବ୍ଲାକ୍ ଜିରାଟା ଟିକେ ଫୁଟେଇଦେବେ। ଆଉ ଏମିତି କେବେ କରିବେ, ସେ ଫ୍ଲେଭରଟା ଦେଖିବେ କେତେ ବଢ଼ିଆ, ସୁଖା ସୁଖା ହବ, ପୁରା ସୁଖା ସୁଖା ହବ। ଏଇଟା ସେ ବନଉଛି, ମୁଁ ଦେଖେଇବି। ଶାଗଟା ସେ ଛାଣିଦେବି ତ, ସେଠି ଛାଣିଦେବି ନା ଆଇଁଷଟା ଆଉ ତ ମୁଁ ଖାଲି ଭିଡ଼ିଓ କରିବି ବୋଲି ରୋଷେଇ ଘରେ ବସିଛି, ନହେଲେ ରୋଷେଇ ଘର ଛୁଟି ପୁରା ମୋର। ମୁଁ ଭୁଲିଗଲିଣି ଟୋଟାଲି ରୋଷେଇ। ସେତେବେଳେ ସେ ସବୁ କରିବ, ଏବେ ଜମା ଇଚ୍ଛା ମୁଁ ହଉନି ହେଲ୍ପ ରୋଷେଇ କରେ କରିବାକୁ। ଖାଲି, ମାନେ ଏଇଟା ବାଟି ଦେଉଛି, ଏଇଟା ଏ କରିଦେଉଛି, ଏଇଟା କରିଦେଉଛି। ଏବେ ସିଏ ସେତେବେଳେ ମୋର ଥିଲା ହେଲ୍ପର, ଏବେ ମୁଁ ତାର ହେଲ୍ପର। ମୁଁ ହେଲ୍ପ କରୁନି, ସେ ଯେତେବେଳେ ଟିକେ କହିଲେ କରୁଛି। ବେଶୀ ଲୋକ ଆସିଲେ ମୁଁ ଡାକେ, ହଁ, ଗେଷ୍ଟ ଆସିଲେ ମତେ ଘରେ ଯେତିକି ମୁଁ ଚଳେଇ ଦଉଛି। କିଏ ଆସିଲେ ଖାଇ ଖାଇକି ମୋଟି ହେଇଗଲିଣି। ଆମ ଘରୁ କି ତାଙ୍କ ଘରୁ କିଏ ଆସିଲେ ଭାଇ ନାନୀ ଟିକେ ଆସ, ନହେଲେ ଅଳ୍ପ। ଆମ ଘରେ ଯାହା ଆମେ 6 ଜଣ, 6 ଜଣ ପାଇଁ କଣ କେତେ କାମ। ନାଇଁ, ଆମର ରୋଷେଇରେ ବହୁତ କାମ, ଜଣ ଜଣିକି ରୋଷେଇ କରିବାକୁ ପଡୁଛି। ଶାଗଟାକୁ ଟିକେ ଆକ୍ଚୁଆଲି ସଜନା ଶାଗ ହଉ କି ଯୋଉ ଶାଗ ହଳଦୀ ପାଣିରେ ଧୋଇଦେଲେ ଭଲ। ଆମର ହଳଦୀ ପାଣିରେ ଶାଗଟାକୁ ଟିକେ ବତୁରେଇ ରଖିଦେଇଥିଲୁ, ମାନେ ଭିଜେଇକି, ତାପରେ ଧୋଇଦେଲୁ। ଏଇଟା ଭାତ ଦିଆ ହେଇକି ହବ, ଭାତ ଦେଇ ଦେବୁଟି ଖାଇବେ ସମସ୍ତେ। ଭାତ ଦେଲେ ଦହି ପକେଇ ଭାଜିଦେବା, ଯାହାକୁ ଯା ଖାଇବେ, ମାନେ ଆମେ 4 ଜଣ ତ ଖାଇବା, ଝିଅ ତ ଖାଇବେ। ଅଳ୍ପ ଟିକେ ରଖିଦେଇଥାନ୍ତେ, ଜହ୍ନି ପକେଇ ଭାଜି ଦେଇଥାନ୍ତେ। ହଉ, ସେ ମାଛଟା କ'ଣ କରୁଛି ମୁଁ ଟିକେ ଦେଖେଇଦିଏ। ଏତକ ମାଛ ରଖା ହେଲା, ରାତିକି ଛେଞ୍ଚେଡ଼ା କରାହେବ। ଆଉ ଏତକ ଆମର ଏବେ ତରକାରୀ ହେବ। ତରକାରୀ କେବଳ ବବି, ମୁଁ ଆଉ ଇଏ ନିତୁ 4 ଜଣ ଖାଇବୁ। ତାପରେ ଟିକେ ଆମ୍ବୁଲ ପକେଇବା। ମୋଠୁ ଭଲ ଆମ ସୋନି କରେ, ସୋନି ହାତ ସେଦିନ କରିଥିଲୁ, ବଢ଼ିଆ ଲାଗିଥିଲା। ଲଙ୍କା ଗୁଣ୍ଡ ହେରିକା କିଛି ପଡ଼ିବନି ନା? ହଁ, କଞ୍ଚା ଲଙ୍କା ବଟା, କଞ୍ଚା ଲଙ୍କା ପଡ଼ିବ, ଶୁଖିଲା ଲଙ୍କା ପଡ଼ିବନି ନା, ଲଙ୍କା ଗୁଣ୍ଡ ପଡ଼ିବନି। ଏଇଟା ଟିକେ ୟେଲୋଇସ୍ ରହିଲେ ଭଲ ଲାଗିବ। ଆଉ ୟାର ହେଉଛି ଏଇଟା ପୁରା ଶୁଖା ରହିବ, ଆଉ ସୋରିଷ ତେଲରେ ହେବ। ଆଉ ଲାଷ୍ଟକୁ ବି ହେଇସାରିଲା ପରେ ଟିକେ ସୋରିଷ ତେଲ ବୁଲେଇ ନେବେ, ଆହୁରି ଟେଷ୍ଟ ଆସିବ। ଆମ୍ବୁଲ ପକେଇବା, ଆମ୍ବୁଲ ପକେଇଦେ। ଏଇଟା ହେଉଛି ଅରୁଆ ମାଛ ତରକାରୀ। ଆକ୍ଚୁଆଲି ବେଙ୍ଗଲୀ ମାନେ ଏମିତି ହିଁ କରିକି ଖାଆନ୍ତି, ମାନେ ରସୁଣ ହେରିକା କିଛି ପକେଇବେନି। ଇଲିଶି ମାଛ ତାଙ୍କର ପୂଜା ହୁଏ ନା, ସୋନି କଞ୍ଚା କରେ। ହଁ, ହେଇସାରିଲେ ସୋରିଷ ତେଲ ପଶିବ, ମାନେ ଏଇଟା ଟିକେ ଫୁଟିକି ବସିଯାଉ। ମୋ ବୋଉ ବାଲ୍ଟିଏ ଆମ୍ବୁଲ କରିକି ଯାଇଥିଲା, ମୁଁ ଏଥର ଏତିକି ଆଣିଥିଲି, ଆଉ ପ୍ରାଚୀ ରଖିଛି। ଅଣ୍ଡା ମାଉସୀ ତ କଦଳୀ ଦେଇ ଯାଇଛନ୍ତି, ମିଠା ପୁରା। ଆଉ ଟିକେ ହବ କି? ଆଉ ଟିକେ ବସିବ। ହଁ, ଛାଡ଼ିଦେବି।
ଟିକେ ସୋରିଷ ତେଲ ଏମିତି ବୁଲେଇବେ। ଆଉ ଟିକେ ଦେଉନୁ ନା ନାଇଁ ସେତିକି ସେ ମଝିରେ ଟିକେ ପକେଇଦେ ଟିକେ ଅଧିକା ସୋରିଷ ତେଲ ପକେଇଲେ ଭଲ ଲାଗିବ ଯେ ୟାଙ୍କୁ ଟିକେ ଭଲ ନୁହଁ ତ ସୋରିଷ ତେଲ କଞ୍ଚା ସୋରିଷ ତେଲ ପକେଇଲେ ଚିଡ଼ିବେ କଞ୍ଚା ସୋରିଷ ତେଲ ଚକଟିକି ଖାଇବେ ସବୁଥିରେ ପକେଇକି ଧନିଆ ପତ୍ର ବନ୍ଦ କରିଦେବି ଘୋଡ଼ା ହବ ଘୋଡ଼ା ଏବେ ତରକାରୀ ରେଡି ଅରୁଆରେ ମାଛ ତରକାରୀ ବନ୍ଦ କରିଦେବି ତ ବାସ୍ ଶାଗଟା ହବ ଯିବା କରିବା କରିଦେଉନୁ ମୁଁ ଯାଉଛି ହଁ ପୁରା ରେଡି ଆଉ ଖାଲି ଶାଗଟା ରହିଲା ଶାଗଟା ସେ ମଝିରେ ଥୋଇଦେ ବାସ୍ ରେଡି ଏଇଠି ହେଲା ଭାତ ସାଲାଡ଼ ଚିକେନ ଡାଲି ହେଇନି ଆଜି ଏଇଟା ମାଛ ଆଉ ଏଇଟା ବି ମାଛ ବେସର ଏଇଟା ଶାଗ ଭାତ ସବୁ ରେଡି ରୋଷେଇ ଶେଷ ଏବେ ଆମେ ଯାଉଛୁ ଖାଇବୁ ବାଏ।